ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 1। ଜୀବନର ପଥ ନ୍ୟାୟ ପରାୟଣତା। ହେ ଭୂପତିତମାନେ, ନ୍ୟାୟ ପରାୟଣତାକୁ ସ୍ନେହ କର। ନୀତିନିଷ୍ଠା ପୂର୍ବକ ପ୍ରଭୁଙ୍କ ସମ୍ବନ୍ଧରେ ଅନୁଧ୍ୟାନ କର। ସରଳ ଅନ୍ତଃକରଣ ସହ ତାହାଙ୍କର ସନ୍ଧାନ କର। କାରଣ ଯେଉଁମାନେ ତାହାଙ୍କୁ ପରୀକ୍ଷା କରନ୍ତି ନାହିଁ, ସେମାନେ ତାଙ୍କର ସନ୍ଧାନ ପାଆନ୍ତି। ଯେଉଁମାନେ ତାଙ୍କୁ ଅବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ନିକଟରେ ସେ ନିଜକୁ ପ୍ରକାଶ କରନ୍ତି। ଭ୍ରଷ୍ଟ ଆଲୋଚନା ମନୁଷ୍ୟକୁ ଈଶ୍ୱରଙ୍କ ସମୀପରୁ ଦୂରେଇ ରଖେ ଓ ତାହାଙ୍କର ଶକ୍ତି ଯେତେବେଳେ ପରୀକ୍ଷିତ ହୁଏ, ତେବେ ତାହା ମୂଢ଼ମାନଙ୍କୁ ଦୋଷାରୋପ କରେ। ପ୍ରବଞ୍ଚନାତ୍ମକ ଆତ୍ମା ମଧ୍ୟରେ ପ୍ରଜ୍ଞା ପ୍ରବେଶ କରିବ ନାହିଁ, କିମ୍ବା ପାପର ଦାସରେ ପରିଣତ ଶରୀରରେ ବାସ କରିବ ନାହିଁ। ପବିତ୍ର ତଥା ଶୃଙ୍ଖଳିତ ଆତ୍ମା ପ୍ରତାରଣା ସମୀପରୁ ପଳାୟନ କରିବ ଓ ତାହା ଉଠି ମୂଢ଼ାଲୋଚନା ନିକଟରୁ ଦୂରେଇ ରହିବ ଓ ଅଧାର୍ମିକତା ଯେବେ ନିକଟକୁ ଆସେ, ତେବେ ଲଜ୍ଜିତ ହେବ। ପ୍ରଜ୍ଞା ଦୟାମୟ ଆତ୍ମା ଅଟେ। ତାହା ଈଶ୍ୱର ନିନ୍ଦୁକମାନଙ୍କ କଥାକୁ କ୍ଷମା ଦେବ ନାହିଁ, କାରଣ ତାର ଅନ୍ତରର ଚିନ୍ତା ଈଶ୍ୱରଙ୍କୁ ଅବଗତ। ସେ ବାସ୍ତବତଃ ତାର ହୃଦୟକୁ ନିରୀକ୍ଷଣ କରନ୍ତି ଓ ତାର ଜିହ୍ବା ଦ୍ୱାରା କଥିତ ବାକ୍ୟକୁ ଶ୍ରବଣ କରନ୍ତି। କାରଣ ପ୍ରଭୁଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ୱ ପରିପୂର୍ଣ୍ଣ ଅଟେ ଏବଂ ଯାହା ସମସ୍ତ ବସ୍ତୁକୁ ଧରି ରଖେ, କଥିତ ବଚନ ତାହାକୁ ଅବଗତ। ସୁତରାଂ ଯିଏ ଅଧମ ବାର୍ତ୍ତାଳାପ କରେ, ସେ ଅଲକ୍ଷିତ ହୋଇ ରହିବ ନାହିଁ ଓ ଶାସ୍ତି ବିଧାୟକ ନୀତି ତାକୁ ଅଦଣ୍ଡିତ ଛାଡ଼ିବ ନାହିଁ। ଅଧର୍ମୀ ବ୍ୟକ୍ତି ସମ୍ବନ୍ଧରେ ପ୍ରଭୁଙ୍କ ବିଷୟରେ ଆଲୋଚନା କରାହେବ ଓ ତାର କଥା ସବୁ ପ୍ରଭୁଙ୍କ ସନ୍ନିଧାନରେ ବିବୃତ କରାହେବ ଓ ତାର ଅପରାଧ ଗୁଡ଼ିକରେ ସେ ଦଣ୍ଡିତ ହେବ। ଈର୍ଷାନ୍ୱିତ କର୍ଣ୍ଣ ସମସ୍ତ ବିଷୟ ଶ୍ରବଣ କରେ। ଅଭିଯୋଗର ଗୁଣୁଗୁଣୁ ଶବ୍ଦ ମଧ୍ୟ ତାହାର ଶ୍ରୁତିଗୋଚର ନ ହୋଇ ରହେ ନାହିଁ। ସୁତରାଂ ନିଷ୍ପ୍ରୟୋଜନୀୟ ଅଭିଯୋଗରୁ ନିବୃତ୍ତ ହୁଅ। ମିଥ୍ୟାପବାଦରୁ ତୁମର ଜିହ୍ବାକୁ ନିବୃତ୍ତ କର, କାରଣ କୌଣସି ଗୋପନୀୟ କଥା ଅଦଣ୍ଡିତ ହୋଇ ରହିବ ନାହିଁ ଓ ଏକ ମିଥ୍ୟାବାଦୀ ଜିହ୍ବା ଆତ୍ମାର ବିନାଶ ଘଟାଏ। ଜୀବନର ଭ୍ରମ ଦ୍ୱାରା ମୃତ୍ୟୁକୁ ଆମନ୍ତ୍ରଣ କର ନାହିଁ, କିମ୍ବା ତୁମ ହସ୍ତକୃତ କର୍ମ ଯୋଗୁଁ ବିନାଶ ଘଟାଅ ନାହିଁ। କାରଣ ଈଶ୍ୱର ମୃତ୍ୟୁକୁ ସୃଷ୍ଟି କରିନାହାନ୍ତି ଓ ଜୀବିତମାନଙ୍କ ମୃତ୍ୟୁରେ ସେ ଆନନ୍ଦ ପ୍ରକାଶ କରନ୍ତି ନାହିଁ। ଅସ୍ତିତ୍ୱରେ ରହିବା ପାଇଁ ସେ ସମସ୍ତ ବସ୍ତୁ ସୃଜନ କରିଛନ୍ତି। ସମସ୍ତ ସାଂସାରିକ ସୃଷ୍ଟ ବସ୍ତୁ ସ୍ୱାସ୍ଥ୍ୟପୂର୍ଣ୍ଣ ଅଟନ୍ତି। ସେମାନଙ୍କଠାରେ କୌଣସି ବିନାଶକ ବିଷ ଦେଖାଯାଏ ନାହିଁ ଓ ପୃଥିବୀ ଉପରେ ପାତାଳ କର୍ତ୍ତୃତ୍ୱ ବିସ୍ତାର କରେ ନାହିଁ। ନ୍ୟାୟ ପରାୟଣତା ଆମର ଅଟେ। ଅଧର୍ମୀମାନଙ୍କ ଚିନ୍ତାଧାରା। କିନ୍ତୁ ଅଧର୍ମୀ ଲୋକେ ସେମାନଙ୍କ କଥା ତଥା କାର୍ଯ୍ୟ ଦ୍ୱାରା ମୃତ୍ୟୁକୁ ଆମନ୍ତ୍ରଣ କଲେ, ତାହାକୁ ନିଜର ମିତ୍ର ରୂପେ ବିବେଚନା କରି ସେମାନେ ତାହା ପ୍ରତି ଆକାଙ୍କ୍ଷିତ ହେଲେ। ସେମାନେ ତାହା ସହିତ ବ୍ୟବସ୍ଥା ବିଧାନ ସାଲିସ କଲେ, କାରଣ ସେମାନେ ତାହାର ଦଳଭୁକ୍ତ ହେବା ପାଇଁ ଉପଯୁକ୍ତ ଅଟନ୍ତି। ଅଧ୍ୟାୟ 2। ଭ୍ରାନ୍ତ ବିବେଚନା ପୂର୍ବକ ସେମାନେ ଆତ୍ମବତ କହିଲେ, ଆମ ଜୀବନ କ୍ଷଣସ୍ଥାୟୀ ତଥା ଦୁଃଖପୂର୍ଣ୍ଣ ଅଟେ। ନିଜ ଶେଷ ଦଶାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ପାଇଁ କୌଣସି ନିରାକରଣ ନାହିଁ। କେହି କେବେ ପାତାଳରୁ ଫେରି ଆସିଥିବା ବିଷୟ ଜଣାଯାଏ ନାହିଁ। ଆମେମାନେ ଦ୍ୱୈବାର ଜନ୍ମଗ୍ରହଣ କରିଅଛୁ। ବର୍ତ୍ତମାନର ଜୀବନ ପରେ କେବେ ହେଁ ଅସ୍ତିତ୍ୱ ନଥିବା ସଦୃଶ ଆମେ ଅଦୃଶ୍ୟ ହେବୁ, କାରଣ ଆମ ନାସାରନ୍ଧ୍ରରେ ଅବସ୍ଥିତ ଶ୍ୱାସବାୟୁ କେବଳ ଧୂମପାତ୍ର ବିଚାର ଶକ୍ତି ହୃତ୍ପିଣ୍ଡର ସ୍ପନ୍ଦନ ଦ୍ୱାରା ହେଉଥିବା ପ୍ରଜ୍ୱଳିତ ଏକ ଅଗ୍ନି କଣିକା। ତାହା ନିର୍ବାପିତ ହେଲା ପରେ ଶରୀର ଭସ୍ମରେ ପରିଣତ ହେବ ଓ ଶୂନ୍ୟ ବାୟୁ ଅଦୃଶ୍ୟ ଆତ୍ମା ବିଲୀନ ହେବ। କାଳକ୍ରମେ ଆମର ନାମ ବିସ୍ମୃତ ହେବ। ପୁଣି କେହି କେବେ
ଆମ କାର୍ଯ୍ୟକଳାପକୁ ସ୍ମରଣ କରିବ ନାହିଁ। ଆମ ଜୀବନ ମେଘଖଣ୍ଡ ସଦୃଶ ଅଦୃଶ୍ୟ ହେବ ଓ କୁଝଟିକା ତୁଲ୍ୟ ବିକ୍ଷିପ୍ତ ହେବ। ତାହା ସୂର୍ଯ୍ୟ କିରଣ ଦ୍ୱାରା ବିତାଡ଼ିତ ଓ ତାହାର ଉତ୍ତାପ ଦ୍ୱାରା ନିଶ୍ଚିହ୍ନ ହେବ। କାରଣ ଆମ ପାଇଁ ନିରୂପିତ ସମୟ ଛାୟା ସଦୃଶ ଅତିକ୍ରାନ୍ତ ହେବ। ମୃତ୍ୟୁ କବଳରୁ ଆମର କୌଣସି ପ୍ରକାର ପ୍ରତ୍ୟାବର୍ତ୍ତନ ନାହିଁ, କାରଣ ତାହା ମୁଦ୍ରାଙ୍କିତ, ପୁଣି କେହି କେବେ ଫେରି ଆସେ ନାହିଁ। ସୁତରାଂ ଆସ, ବର୍ତ୍ତମାନ ଉପସ୍ଥିତ ଥିବା ଉତ୍ତମ ବସ୍ତୁକୁ ଉପଭୋଗ କରିବା। ଯୌବନ କାଳର ଉତ୍ସାହ ସହ ସମସ୍ତ ସୃଷ୍ଟ ବସ୍ତୁକୁ ଉପଭୋଗ କରିବା। ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ତଥା ସୁଗନ୍ଧ ଦ୍ରବ୍ୟ ବ୍ୟବହାର କରିବା। ବସନ୍ତ କାଳରେ କୌଣସି ପୁଷ୍ପକୁ ତ୍ୟାଗ କରିବା ନାହିଁ। ଗୋଲାପ ପୁଷ୍ପ ଶୁଷ୍କ ହେବା ପୂର୍ବରୁ ତଦ୍ୱାରା ଆମକୁ ମୁକୁଟ ମଣ୍ଡିତ କରିବା। ଆମର ଭୋଜନ ପାନ ଉତ୍ସବରେ ଭାଗ ନେବା ପାଇଁ କେହି ବିଫଳ ନ ହେଉ। ଆମୋଦ ପ୍ରମୋଦର ଚିହ୍ନ ଆମେ ସର୍ବତ୍ର ଛାଡ଼ିଦେବା, କାରଣ ଏହା ହିଁ ଆମର ଅଂଶ, ଏହା ହିଁ ଆମର ଦଶା। ନୀତିନିଷ୍ଠ ନିର୍ଦ୍ଧନ ବ୍ୟକ୍ତିକୁ ଆମେ ଉତ୍ପୀଡ଼ନ କରିବା, ବିଧବାକୁ ଛାଡ଼ିଦେବା ନାହିଁ କିମ୍ବା ବୃଦ୍ଧ ବ୍ୟକ୍ତିମାନଙ୍କର ଧୂସର କେଶ ପ୍ରତି ଶ୍ରଦ୍ଧା ଜଣାଇବା ନାହିଁ। ବରଂ ଆମ ଶକ୍ତି ଆମ ଅଧିକାରର ମାନଦଣ୍ଡ ହେଉ, କାରଣ ଯାହା ଦୁର୍ବଳ ତାହା ନିଷ୍ପ୍ରୟୋଜନୀୟ ସଦୃଶ ପ୍ରମାଣିତ ହୁଏ। ଛକି ବସି ଆମେ ନୀତିନିଷ୍ଠ ବ୍ୟକ୍ତିକୁ ଆକ୍ରମଣ କରିବା, କାରଣ ସେ ଆମମାନଙ୍କୁ ବିରକ୍ତି ଦିଏ ଓ ଆମ କାର୍ଯ୍ୟଧାରାକୁ ବିରୋଧ କରେ। ବିଧାନ ବିରୁଦ୍ଧରେ ଆମ କୃତ ପାପ ଯୋଗୁଁ ସେ ଆମକୁ ଭର୍ତ୍ସନା କରେ ଓ ଆମ ଦ୍ୱାରା ପ୍ରାପ୍ତ ଶିକ୍ଷା ବିରୁଦ୍ଧରେ କୃତ ପାପ ଯୋଗୁଁ ସେ ଆମମାନଙ୍କୁ ଦୋଷୀ ସାବ୍ୟସ୍ତ କରେ। ଈଶ୍ୱରଙ୍କ ସମ୍ବନ୍ଧୀୟ ଜ୍ଞାନ ସମ୍ପନ୍ନ ଜଣେ ବ୍ୟକ୍ତି ସଦୃଶ ସେ ଦାବି କରେ ଓ ନିଜକୁ ପ୍ରଭୁ ପୁତ୍ର ରୂପେ ବିଜ୍ଞାପିତ କରେ। ଆମ ଚିନ୍ତାଧାରାକୁ ସେ ଦୋଷଯୁକ୍ତ କରେ। ତାର ଦର୍ଶନ ମଧ୍ୟ ଆମ ନିମନ୍ତେ ଦୁର୍ବହ। ତାର ଜୀବନଧାରା ଇତର ବ୍ୟକ୍ତିମାନଙ୍କ ତୁଳନାରେ ଅସମ ଓ ତାର ମାର୍ଗ ବିଚିତ୍ର। ସେ ଆମକୁ ଅଧମ ବ୍ୟକ୍ତି ରୂପେ ବିବେଚନା କରେ ଓ ଆମ ପଥକୁ ଅଶୁଦ୍ଧ ମନେ କରି ସେ ସେଥିରୁ ବିମୁଖ ହୁଏ। ନୀତିନିଷ୍ଠ ବ୍ୟକ୍ତିର ଅନ୍ତିମ ଦଶା ଯେ ସୌଭାଗ୍ୟମୟ, ଏହିପରି ସେ ଘୋଷଣା କରେ ଓ ଈଶ୍ୱର ଯେ ତାର ପିତା ଅଟନ୍ତି, ଏହିପରି କହି ସେ ଗର୍ବ ଅନୁଭବ କରେ। ଯାହା ସେ କହେ ତାହା ସତ୍ୟ କି ନୁହେଁ, ଆମେ ଏହା ପରୀକ୍ଷା କରିବା। ଜୀବନର ଶେଷ କାଳରେ ତା ପ୍ରତି କ'ଣ ଘଟିବ, ଆମେ ଏହା ନିରୀକ୍ଷଣ କରିବା। ନୀତିନିଷ୍ଠ ବ୍ୟକ୍ତି ଯଦି ଈଶ୍ୱର ପୁତ୍ର ଅଟେ, ତେବେ ସେ ତାର ସହାୟକ ହେବେ ଓ ତାର ଶତ୍ରୁ ହସ୍ତରୁ ତାକୁ ମୁକ୍ତ କରିବେ। ଆମେ ଯେପରି ତାର ଶାନ୍ତ ସ୍ୱଭାବ ସମ୍ବନ୍ଧରେ ଜାଣିପାରିବୁ, ସେଥିପାଇଁ ଅପମାନ ତଥା ଉତ୍ପୀଡ଼ନ ପୂର୍ବକ ଆମେ ତାକୁ ପରୀକ୍ଷା କରିବା ଓ ତାର ଧୈର୍ଯ୍ୟଶୀଳତାକୁ ପରୀକ୍ଷା କରିବା। ଆମେ ତାକୁ ଅପମାନଜନକ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା, କାରଣ ଯାହା ସେ କହିଛନ୍ତି ତାହା ଯଦି ସତ୍ୟ, ତେବେ ସେ ରକ୍ଷାପ୍ରାପ୍ତ ହେବ। ଅଧାର୍ମିକମାନଙ୍କର ଗୁରୁତର ଭ୍ରମ। ସେମାନେ ଏହିଭଳି ଭାବେ ଆଲୋଚନା କଲେ, କିନ୍ତୁ ସେମାନେ ଭ୍ରମପୂର୍ଣ୍ଣ ହୋଇଛନ୍ତି। ସେମାନଙ୍କର ଦୁଷ୍ଟତା ସେମାନଙ୍କୁ ଅନ୍ଧ କରିଦେଇଛି। ସେମାନେ ଈଶ୍ୱରଙ୍କ ଗୁପ୍ତ ଯୋଜନା ସମ୍ବନ୍ଧରେ ଅଜ୍ଞ, କିମ୍ବା ପବିତ୍ରତାର ପ୍ରତିଫଳ ପ୍ରାପ୍ତ ହେବା ପାଇଁ ସେମାନେ ଆଶା ପୋଷଣ କରନ୍ତି ନାହିଁ, ଅଥବା ନିର୍ଦ୍ଦୋଷୀମାନଙ୍କ ସକାଶେ ଉଦ୍ଦିଷ୍ଟ ପୁରସ୍କାର ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ମନୁଷ୍ୟ ଯେପରି ଅକଳୁଷିତ ହୋଇ ରହେ, ସେଥିସକାଶେ ଈଶ୍ୱର ତାଙ୍କୁ ସୃଷ୍ଟି କରିଛନ୍ତି ଓ ତାଙ୍କ ଅନନ୍ତତାର ସାଦୃଶ୍ୟରେ ତାକୁ ସୃଜନ କରିଛନ୍ତି। କିନ୍ତୁ ପିଶାଚର ଈର୍ଷା ଯୋଗୁଁ ସଂସାରରେ ମୃତ୍ୟୁ ପ୍ରବେଶ କଲା ଓ ଯେଉଁମାନେ ତାହାର ଦଳଭୁକ୍ତ, ସେମାନେ ତାହା
ଅନୁଭବ କରନ୍ତି। ଅଧ୍ୟାୟ 3 ଧାର୍ମିକ ଓ ଅଧାର୍ମିକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଫଳ ସମୂହର ତୁଳନା। କିନ୍ତୁ ନୀତିନିଷ୍ଠମାନଙ୍କ ଆତ୍ମା ଈଶ୍ୱରଙ୍କ ହସ୍ତରେ ସମର୍ପିତ, ସେମାନଙ୍କୁ କୌଣସି ଯନ୍ତ୍ରଣା ସ୍ପର୍ଶ କରିବ ନାହିଁ। ମୂଢ଼ମାନେ ମନେ କରନ୍ତି ଯେ ସେମାନେ ମୃତ୍ୟୁବରଣ କରିଛନ୍ତି, ବିବେଚନା କରନ୍ତି ଯେ ସେମାନେ ଦୁର୍ଦ୍ଦଶା ମଧ୍ୟରେ ଅନ୍ତର୍ଧାନ ହୋଇଛନ୍ତି। ଆମ ମଧ୍ୟରୁ ସେମାନଙ୍କ ପ୍ରୟୋଜନ ସେମାନଙ୍କ ବିନାଶ ସଦୃଶ ପରିଗଣିତ ହେଲା, କିନ୍ତୁ ସେମାନେ ଶାନ୍ତି ଭୋଗ କରନ୍ତି। କାରଣ ଯଦିଓ ମାନବ ଜାତିର ଦୃଷ୍ଟିରେ ସେମାନେ ଶାସ୍ତି ପ୍ରାପ୍ତ ହୋଇଛନ୍ତି, ତଥାପି ସେମାନେ ଅମରତ୍ୱର ପ୍ରତ୍ୟାଶାରେ ପରିପୂର୍ଣ୍ଣ ଥିଲେ। ସେମାନେ କିଞ୍ଚିତ ଶୃଙ୍ଖଳା ପ୍ରାପ୍ତ ହୋଇଥିଲେ, କିନ୍ତୁ ସେମାନେ ମହତ୍ କୁଶଳ ଭୋଗ କରିବେ, କାରଣ ଈଶ୍ୱର ସେମାନଙ୍କୁ ପରୀକ୍ଷା କଲେ ଓ ହୃଦୟଙ୍ଗମ କଲେ ଯେ ସେମାନେ ଯୋଗ୍ୟ। ଅଗ୍ନିକୁଣ୍ଡରେ ସଂଶୋଧିତ ହେଉଥିବା ସ୍ୱର୍ଣ୍ଣ ସଦୃଶ ସେ ସେମାନଙ୍କୁ ପରୀକ୍ଷା କଲେ ଓ ନୈବେଦ୍ୟ ରୂପେ ଉତ୍ସର୍ଗିତ ହେଉଥିବା ହୋମବଳି ସଦୃଶ ସେ ସେମାନଙ୍କୁ ଗ୍ରହଣ କଲେ। ତାଙ୍କର ପରିଦର୍ଶନ ଦିବସରେ ସେମାନେ ପ୍ରଦୀପ୍ୟମାନ ହେବେ ଓ ଦଗ୍ଧୀଭୂତ ହେଉଥିବା ଛଣରୁ ଅଗ୍ନି କଣିକା ଯେପରି ଉଠିଯାଏ, ସେହିପରି ସେମାନେ ବିଜୟୀ ହେବେ। ସେମାନେ ଜନତା ଉପରେ କର୍ତ୍ତୃତ୍ୱ ବିସ୍ତାର କରିବେ, ଜାତି ସକଳ ଉପରେ ରାଜୁତି କରିବେ। ପ୍ରଭୁ ସେମାନଙ୍କ ଉପରେ ଚିରକାଳ ବ୍ୟାପୀ ରାଜତ୍ୱ କରିବ। ଯିଏ ତାହାଙ୍କଠାରେ ଆସ୍ଥା ସ୍ଥାପନ କରେ ସେ ସତ୍ୟ ଲାଭ କରିବ ଓ ଯେ ବିଶ୍ୱାସୀ ସେ ତାହାଙ୍କ ସହ ସ୍ନେହରେ ବାସ କରିବ। କାରଣ ଅନୁଗ୍ରହ ତଥା କରୁଣା ତାହାଙ୍କର ମନୋନୀତମାନଙ୍କ ଉପରେ ଥାଏ। ସେ ନିଜର ସନ୍ଥଜନଙ୍କୁ ପ୍ରତିପାଳନ କରନ୍ତି। କିନ୍ତୁ ନୀତିନିଷ୍ଠ ବ୍ୟକ୍ତିକୁ ଅବହେଳା କରିଥିବା ଓ ପ୍ରଭୁଙ୍କୁ ପରିତ୍ୟାଗ କରିଥିବା ଯୋଗୁଁ ଅଧାର୍ମିକମାନେ ନିଜ ଚିନ୍ତାଧାରା ଅନୁରୂପ ଶାସ୍ତି ପ୍ରାପ୍ତ ହେବେ। କାରଣ ଯେଉଁମାନେ ପ୍ରଜ୍ଞା ତଥା ଶିକ୍ଷା ଅବମାନନା କରନ୍ତି ସେମାନେ ଘୃଣ୍ୟ ଯୋଗ୍ୟ, ସେମାନଙ୍କ ପ୍ରତ୍ୟାଶା ନିରର୍ଥକ, ସେମାନଙ୍କ ପରିଶ୍ରମ ନିଷ୍ଫଳ ଓ ସେମାନଙ୍କ କର୍ମ ସକଳ ନିଷ୍ପ୍ରୟୋଜନୀୟ। ସେମାନଙ୍କ ପତ୍ନୀଗଣ ବୁଦ୍ଧିହୀନା ଓ ସେମାନଙ୍କ ସନ୍ତାନଗଣ ଦୁଷ୍ଟ। ସେମାନଙ୍କ ବଂଶଧରମାନେ ଅଭିଶପ୍ତ। ଯେଉଁ ବନ୍ଧ୍ୟା ନିଷ୍କଳଙ୍କିନୀ ଓ ପାପ ଜନିତ ସମଙ୍ଗରେ ଲିପ୍ତ ହୋଇନାହିଁ, ସେ ଧନ୍ୟା। ଈଶ୍ୱର ଯେତେବେଳେ ଆତ୍ମାମାନଙ୍କର ବିଚାର କରିବେ, ସେତେବେଳେ ସେ ପୁରସ୍କୃତି ହେବେ। ଯେଉଁ ପଞ୍ଚୁକି ନିୟମ ବିରୁଦ୍ଧ କୌଣସି କାର୍ଯ୍ୟ କରିନାହିଁ ଓ ପ୍ରଭୁଙ୍କ ବିରୁଦ୍ଧରେ କୌଣସି ଦୁଷ୍କର୍ମ ଯୋଜନା କରିନାହିଁ, ସେ ଧନ୍ୟ। କାରଣ ତାର ବିଶ୍ୱସ୍ତତା ପାଇଁ ସମୁଚିତ ଅନୁଗ୍ରହ ତାକୁ ପ୍ରଦତ୍ତ ହେବ ଓ ପ୍ରଭୁଙ୍କ ଆଳୟରେ ସେ ଆନନ୍ଦଦାୟକ ସ୍ଥାନ ଲାଭ କରିବ। ଉତ୍ତମ କର୍ମାବଳୀରେ ପ୍ରତିଫଳ ଉତ୍କୃଷ୍ଟ ଓ ବିବେକ ଶକ୍ତିର ମୂଳ ଜୀର୍ଣ୍ଣ ଶୀର୍ଣ୍ଣ ହୁଏ ନାହିଁ। କିନ୍ତୁ ବ୍ୟଭିଚାରୀମାନଙ୍କ ସନ୍ତାନମାନେ ପୂର୍ଣ୍ଣ ବିକଶିତ ହେବେ ନାହିଁ ଓ ନିୟମ ବିରୁଦ୍ଧ ସମଙ୍ଗରୁ ଜାତ ବଂଶଧରମାନେ ବିନଷ୍ଟ ହେବେ। ଯଦିଓ ସେମାନେ ଦୀର୍ଘକାଳ ବ୍ୟାପୀ ଜୀବିତ ରହିବେ, ତଥାପି ସେମାନେ ଅସାର ବିବେଚିତ ହେବେ ଓ ପରିଶେଷରେ ସେମାନଙ୍କ ବାର୍ଦ୍ଧକ୍ୟ କାଳ ଅଶ୍ରଦ୍ଧାର ବିଷୟ ହେବ। ସେମାନେ ଯଦି ଯୌବନାବସ୍ଥାରେ ମୃତ୍ୟୁବରଣ କରନ୍ତି, ତେବେ ସେମାନଙ୍କର କୌଣସି ଆସ୍ଥା ରହିବ ନାହିଁ ଓ ବିଚାର ଦିବସରେ ସେମାନେ କୌଣସି ଆଶ୍ୱାସନା ପ୍ରାପ୍ତ ହେବେ ନାହିଁ। କାରଣ ଅଧାର୍ମିକ ବଂଶର ପରିଣାମ ଦୁର୍ବିସହ ଅଟେ। ଅଧ୍ୟାୟ 4 ଏହା ଅପେକ୍ଷା ନିଃସନ୍ତାନ ହୋଇ ପୁଣ୍ୟ ଜୀବନଯାପନ କରିବା ବରଂ ଶ୍ରେୟସ୍କର। କାରଣ ପୁଣ୍ୟ ସାଧନର ଶ୍ରୁତି ଅବିନଶ୍ୱର ଓ ଈଶ୍ୱର ତଥା ମନୁଷ୍ୟ ଏହା ଅନୁମୋଦନ କରନ୍ତି। ତାହା ଯେବେ ଉପସ୍ଥିତ, ତେବେ ଲୋକେ ତାହାକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରନ୍ତି। ତାହା ଯେବେ ଅନୁପସ୍ଥିତ,
ତେବେ ସେମାନେ ତାହା ପ୍ରତି ଅତ୍ୟଧିକ ଆକାଙ୍କ୍ଷିତ ହୁଅନ୍ତି। ଅବିଜୟ ମୁକୁଟଧାରୀ ହୋଇ ତାହା ସର୍ବଦା ଗମନାଗମନ କରେ। ଅକଳଙ୍କିତ ପୁରସ୍କାର ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାରେ ଜୟଯୁକ୍ତ ହୁଏ। କିନ୍ତୁ ଅଧାର୍ମିକମାନଙ୍କର ସଂଖ୍ୟାଧିକ ବଂଶଧର ନିଷ୍ପ୍ରୟୋଜନୀୟ। ସେମାନେ ସେମାନଙ୍କର ଯାଜର ସନ୍ତାନଗଣ ଗଭୀରରେ ମୂଳ ପାତିବେ ନାହିଁ କିମ୍ବା ଅଟଳ ହୋଇ ରହିବେ ନାହିଁ। ଶାଖା ପ୍ରଶାଖାକୁ ଅଙ୍କୁରିତ କରାଇ ସେମାନେ ଯଦିଓ କ୍ଷଣକାଳ ଧରି ସେଗୁଡ଼ିକୁ ବିସ୍ତୃତ କରିବେ, ତଥାପି ମୂଳ ପାତି ନଥିବା ଯୋଗୁଁ ସେମାନେ ବାୟୁ ଦ୍ୱାରା ଆନ୍ଦୋଳିତ ହେବେ ଓ ଭୀଷଣ ତୋଫାନ ଦ୍ୱାରା ସେମାନେ ଉତ୍ପାଟିତ ହେବେ। ପୂର୍ଣ୍ଣ ବୃଦ୍ଧି ପ୍ରାପ୍ତ ହେବା ପୂର୍ବରୁ ଶାଖା ପ୍ରଶାଖା ଭଗ୍ନ ହୋଇଯିବ। ପୁଣି ଭୋଜ୍ୟ ହେବା ପାଇଁ ପୋକ ହୋଇନଥିବା ଯୋଗୁଁ ସେମାନଙ୍କ ଫଳ ନିଷ୍ପ୍ରୟୋଜନୀୟ ହେବ। ସେ ସମସ୍ତ ଯେକୌଣସି ବ୍ୟବହାର ପାଇଁ ଉପଯୁକ୍ତ ହେବ। କାରଣ ଈଶ୍ୱର ଯେବେ ସେମାନଙ୍କୁ ବିଚାର କରିବେ, ତେବେ ଯେଉଁ ସନ୍ତାନଗଣ ନିୟମ ବିରୁଦ୍ଧ ସଙ୍ଗମରେ ଜାତ, ସେମାନେ ସେମାନଙ୍କ ପିତାମାତାଙ୍କ ଦ୍ୱାରା ସମ୍ପାଦିତ ମନ୍ଦ କାର୍ଯ୍ୟ ବିରୁଦ୍ଧରେ ସାକ୍ଷୀ ସ୍ୱରୂପ ହେବେ। ନୀତିନିଷ୍ଠ ବ୍ୟକ୍ତିର ଅକାଳ ମୃତ୍ୟୁ। କିନ୍ତୁ ନୀତିନିଷ୍ଠ ବ୍ୟକ୍ତି ଯଦିଓ ସମୟ ପୂର୍ବରୁ ମୃତ୍ୟୁବରଣ କରେ, ତଥାପି ସେ ବିଶ୍ରାମ ଭୋଗ କରିବ। କାରଣ ଦୀର୍ଘ ଜୀବନ ଦୃଷ୍ଟିକୋଣରୁ ବାର୍ଦ୍ଧକ୍ୟ କାଳ ସମ୍ମାନାସ୍ପଦ ହୁଏ ନାହିଁ କିମ୍ବା ସଂଖ୍ୟାଧିକ ବର୍ଷ ଦ୍ୱାରା ପରିମାଣିତ ହୁଏ ନାହିଁ। ବରଂ ବିବେକ ମନୁଷ୍ୟ ନିମନ୍ତେ ଧୂସର କେଶ ଅଟେ ଓ ନିର୍ଦ୍ଦୋଷ ଜୀବନ ପରିପକ୍ୱ ବାର୍ଦ୍ଧକ୍ୟାବସ୍ଥା ଅଟେ। ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବା ଜଣେ ବ୍ୟକ୍ତି ଥିଲା ଓ ଈଶ୍ୱର ତାକୁ ସ୍ନେହ କଲେ ଏବଂ ପାପୀମାନଙ୍କ ମଧ୍ୟରେ ଜୀବନଯାପନ କରୁଥିବା ସମୟରେ ସେ ଊର୍ଦ୍ଧ୍ୱକୁ ନୀତ ହେଲା। ମନ୍ଦତା ଯେପରି ତା'ର ବିବେକକୁ ନିଶ୍ଚିହ୍ନ କରି ନ ଦିଏ କିମ୍ବା ପ୍ରବଞ୍ଚନା ତା'ର ଆତ୍ମାକୁ ପ୍ରତାରିତ କରି ନ ଦିଏ, ସେଥିପାଇଁ ସେ ଊର୍ଦ୍ଧ୍ୱ ଗୃହୀତ ହେଲା। କାରଣ ଦୁଷ୍ଟତାର ମୋହ ଉତ୍ତମ ବିଷୟକୁ ତମସାବୃତ କରେ ଓ ଚଳମାନ ଅଭିଳାଷ ନିଷ୍କଳଙ୍କ ହୃଦୟକୁ ବିଭ୍ରାନ୍ତ କରେ। କ୍ଷଣକାଳ ମଧ୍ୟରେ ସିଦ୍ଧି ପ୍ରାପ୍ତ ହୋଇ ସେ ସୁଦୀର୍ଘ ଜୀବନ ଲାଭ କଲା, କାରଣ ତା'ର ଆତ୍ମା ପ୍ରଭୁଙ୍କର ପ୍ରୀତିପ୍ରାପ୍ତ ଥିଲା। ସୁତରାଂ ପ୍ରଭୁ ଅଚିରେ ତାକୁ ଦୁଷ୍ଟତା ମଧ୍ୟରୁ ନେଇଗଲେ। ଜାତି ସମୂହ ତାହା ଦେଖିଲେ, ତଥାପି ବୁଝିପାରିଲେ ନାହିଁ ଯେ ଈଶ୍ୱରଙ୍କ ଅନୁଗ୍ରହ ତଥା କରୁଣା ତାହାଙ୍କର ମନୋନୀତମାନଙ୍କ ସହିତ ଥାଏ ଓ ସେ ଯେ ତାହାଙ୍କର ସନ୍ଥଜନମାନଙ୍କୁ ପ୍ରତିପାଳନ କରନ୍ତି, ଏହା ସେମାନେ ହୃଦୟଙ୍ଗମ କଲେ ନାହିଁ। ଯେଉଁ ନୀତିନିଷ୍ଠ ବ୍ୟକ୍ତି ମୃତ୍ୟୁବରଣ କରିଛି, ଜୀବିତ ଥିବା ଅଧାର୍ମିକମାନଙ୍କୁ ସେ ବିଚାର କରିବ ଓ ସହସା ସିଦ୍ଧିପ୍ରାପ୍ତ ଯୁବା ବ୍ୟକ୍ତି ଅଧାର୍ମିକ ବ୍ୟକ୍ତିର ଦୀର୍ଘ ବ୍ୟର୍ଥକାଳକୁ ଦୋଷୀ ସାବ୍ୟସ୍ତ କରିବ। କାରଣ ସେମାନେ ଜ୍ଞାନୀ ବ୍ୟକ୍ତିର ମୃତ୍ୟୁ ଅବଲୋକନ କରିବେ, କିନ୍ତୁ ପ୍ରଭୁ ତା ପାଇଁ କେଉଁ ପ୍ରତିଦାନ ସଞ୍ଚୟ କରିଛନ୍ତି କିମ୍ବା କାହିଁକି ତାକୁ ସୁରକ୍ଷିତାବସ୍ଥାକୁ ନେଇଯାଇଛନ୍ତି, ଏହା ସେମାନେ ହୃଦୟଙ୍ଗମ କରିବେ ନାହିଁ। ସେମାନେ ତାକୁ ଦେଖି ଅବମାନନା କରିବେ, କିନ୍ତୁ ପ୍ରଭୁ ସେମାନଙ୍କୁ ଅବଜ୍ଞାର ସହ ହାସ୍ୟ କରିବେ। ସେମାନେ ସହସା ଅସମ୍ମାନିତ ମୃତ ଶରୀରରେ ପରିଣତ ହେବେ ଓ ମୃତମାନଙ୍କ ମଧ୍ୟରେ ଚିରକାଳ ନିନ୍ଦାର ପାତ୍ର ହେବେ। ସେମାନଙ୍କୁ ଭୂମି ଉପରେ କଚାଡ଼ି ସେ ସେମାନଙ୍କୁ ନିସ୍ତବ୍ଧ କରିବେ। ସେମାନଙ୍କ ଭିତ୍ତିମୂଳକୁ ଦୋହଲାଇ ସେମାନଙ୍କୁ ଉଚ୍ଛେଦ କରିବେ। ସମୂଳେ ଶୁଷ୍କ ହୋଇ ସେମାନେ ବିଜନ ହେବେ। ସେମାନେ ଯାତନା ଭୋଗ କରିବେ ଓ ସେମାନଙ୍କ ସ୍ମୃତି ନିଶ୍ଚିହ୍ନ ହେବ। ଅଧ୍ୟାୟ 5। ଅନ୍ତିମ ବିଚାର ସମୟରେ ନୀତିନିଷ୍ଠ ଓ ଅଧାର୍ମିକମାନଙ୍କର ଦଶା। ନିଜ ପାପ ସକଳ ସମ୍ବନ୍ଧରେ ହିସାବ ନିକାଶ ହେବା ସମୟରେ
ସେମାନେ ଭୟପୂର୍ବକ ଆସିବେ। ପୁଣି ସେମାନଙ୍କ ଅନିଷ୍ଟ କର୍ମାବଳୀ ସେମାନଙ୍କ ମୁଖ ଉପରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବ। ତତ୍ପରେ ଯେଉଁମାନେ ତାଙ୍କୁ ଯନ୍ତ୍ରଣା ଦେଇଥିଲେ ଓ ତାର କର୍ମାବଳୀ ସମ୍ବନ୍ଧରେ ଉପହାସ କରିଥିଲେ, ସେମାନଙ୍କ ସମ୍ମୁଖରେ ସେହି ନୀତିନିଷ୍ଠ ବ୍ୟକ୍ତି ଆସ୍ଥାର ସହ ଦଣ୍ଡାୟମାନ ହେବ। ତାକୁ ଦେଖି ସେମାନେ ଭୟରେ କମ୍ପିତ ହେବେ ଓ ତାର ପ୍ରତ୍ୟାଶିତ ଉଦ୍ଧାର ସମ୍ବନ୍ଧରେ ବିସ୍ମିତ ହେବେ। ଅନୁତାପ ପ୍ରକାଶ କରି ସେମାନେ ପରସ୍ପର ମଧ୍ୟରେ କୁହାକୁହି ହେବେ ଏବଂ ମନବ୍ୟଥା ତଥା ରୋଦନ ପୂର୍ବକ ସେମାନେ କହିବେ, ସେ ଏହି ବ୍ୟକ୍ତି ଯାହାକୁ ଆମେ ଏକଦା ଉପହାସ କରିଥିଲୁ ଓ ନିନ୍ଦାର ପାତ୍ରରେ ପରିଣତ କରିଥିଲୁ, ଆମେ କି ନିର୍ବୋଧ। ଆମେ ଭାବିଥିଲୁ ଯେ ତାର ଜୀବନ ବାତୁଳ ଓ ତାର ଶେଷ ପରିଣାମ ଅସମ୍ମାନାସ୍ପଦ। ସେ ବା କିପରି ଈଶ୍ୱର ପୁତ୍ରମାନଙ୍କ ମଧ୍ୟରେ ଗଣିତ ହେଲା ଓ ସେ କିପରି ସନ୍ଥଜନମାନଙ୍କ ମଧ୍ୟରେ ଏକ ସ୍ଥାନ ପ୍ରାପ୍ତ ହେଲା। ତାହାହେଲେ ଯେଉଁମାନେ ସତ୍ୟ ପଥରୁ ଭ୍ରଷ୍ଟ ହୋଇଥିଲେ, ସେମାନେ ଆମେ ହିଁ ଥିଲୁ। ନ୍ୟାୟପରାୟଣତାର ଜ୍ୟୋତି ଆମ ଉପରେ ପ୍ରକାଶିତ ହେଲା ନାହିଁ ଓ ସୂର୍ଯ୍ୟ ଆମ ଉପରେ ଉଦିତ ହେଲା ନାହିଁ। ଅଧାର୍ମିକତା ତଥା ବିନାଶର ପଥରେ ଆମେମାନେ ଯଥେଷ୍ଟ ବିଚରଣ କଲୁ ଓ ପଥହୀନ ମରୁପ୍ରାନ୍ତର ଦେଇ ଆମେ ଯାତ୍ରା କଲୁ। କିନ୍ତୁ ପ୍ରଭୁଙ୍କର ମାର୍ଗ ସମ୍ବନ୍ଧରେ ଆମେ ଅଜ୍ଞ ଥିଲୁ। ଆମ ଦାମ୍ଭିକତା ଯୋଗୁଁ ଆମର କ'ଣ ବା ଲାଭ ହେଲା? ଆଉ ଧନ ତଥା ଗାରିମା ଦ୍ୱାରା ଆମମାନଙ୍କର କ'ଣ ଲାଭ ହେଲା? ଛାୟା ସଦୃଶ ଏ ସମସ୍ତ ଅନ୍ତର୍ଧାନ ହେଲା ଓ କ୍ଷିପ୍ରଗାମୀ ଗୁଜବ ସଦୃଶ ଅନ୍ତର୍ହିତ ହେଲା। ତରଙ୍ଗାୟିତ ଜଳରାଶି ଉପରେ ଯାତ୍ରା କରୁଥିବା ଜାହାଜ ଯେପରି କୌଣସି ଗତିପଥ ଛାଡ଼ିଯାଏ ନାହିଁ, କିମ୍ବା ପକ୍ଷୀ ଯେପରି ନିଜ ଗତିପଥର କୌଣସି ଚିହ୍ନ ନ ଛାଡ଼ି ବାୟୁରେ ଉଡ଼ିଯାଏ ଏବଂ ଉଡ଼ିବା ସମୟରେ ଯେଉଁ ପକ୍ଷୀ ପକ୍ଷ ପ୍ରହାର ଦ୍ୱାରା ମୃଦୁ ବାୟୁକୁ ଭେଦ କରେ, ସମ୍ମୁଖ ଦିଗକୁ ଉଡ଼ି ଯାଉଥିବା ଯେଉଁ ପକ୍ଷୀ ପକ୍ଷ ଚାଳନା ଦ୍ୱାରା ବାୟୁ ଭେଦ କରେ, ସେହି ପକ୍ଷୀ ଯେପରି ନିଜ ଗତି ପଥର କୌଣସି ଚିହ୍ନ ସେଥିରେ ଛାଡ଼ି ଯାଏ ନାହିଁ, କିମ୍ବା ଲକ୍ଷ୍ୟ ବସ୍ତୁ ପ୍ରତି ସ୍ୱର ନିକ୍ଷେପ କରିବା ସମୟରେ ବିଭକ୍ତ ହୋଇଥିବା ବାୟୁ ଅବିଳମ୍ବେ ପୁନରାୟ ମିଶିଯିବା ଯୋଗୁଁ କେହି କେବେ ଯେପରି ତାହାର ଗତିପଥକୁ ଚିହ୍ନିପାରେ ନାହିଁ, ଠିକ୍ ତଦ୍ରୂପ ଜନ୍ମ ହେଲା ମାତ୍ରେ ଆମେ ମଧ୍ୟ ଅସ୍ତିତ୍ୱର ବଞ୍ଚିତ ହେଲୁ। ପ୍ରଦର୍ଶନ କରିବା ପାଇଁ ପୁଣ୍ୟ କର୍ମର କୌଣସି ଚିହ୍ନ ଆମଠାରେ ନଥିଲା, ବରଂ ଆମ ଦୁଷ୍ଟତାରେ ଆମେ କ୍ଷୟପ୍ରାପ୍ତ ହେଲୁ। କାରଣ ଅଧର୍ମୀ ବ୍ୟକ୍ତିର ପ୍ରତ୍ୟାଶା ବାୟୁରେ ସମ୍ବହିତ ହେଉଥିବା ଅଗାଡ଼ି ସଦୃଶ ଓ ତୋଫାନ ଦ୍ୱାରା ପ୍ରବାହିତ ମୃଦୁ ତୁଷାର ବିନ୍ଦୁ ତୁଲ୍ୟ। ବାୟୁ ସମ୍ମୁଖରେ ତାହା ଧୂମ ସଦୃଶ ବିକ୍ଷିପ୍ତ ହୁଏ ଏବଂ କେବଳ ଗୋଟିଏ ଦିନ ପାଇଁ ରହିଥିବା ଅତିଥିର ସ୍ମୃତି ସଦୃଶ ତାହା ଅନ୍ତର୍ଧାନ ହୁଏ। କିନ୍ତୁ ନୀତିନିଷ୍ଠ ବ୍ୟକ୍ତିଗଣ ଚିରକାଳ ବ୍ୟାପୀ ଜୀବିତ ହୋଇ ରହିବେ। ସେମାନଙ୍କର ପୁରସ୍କାର ପ୍ରଭୁଙ୍କ ନିକଟରେ ଅଛି। ପରାତ୍ପର ସେମାନଙ୍କର ପ୍ରତିପାଳନ କରନ୍ତି। ସୁତରାଂ ସେମାନେ ପ୍ରଭୁଙ୍କ ହସ୍ତରୁ ଏକ ଗୌରବମୟ ମୁକୁଟ, ଏକ ସୁନ୍ଦର ମୁକୁଟ ଗ୍ରହଣ କରିବେ। କାରଣ ତାହାଙ୍କ ଦକ୍ଷିଣ ହସ୍ତ ଦ୍ୱାରା ସେ ସେମାନଙ୍କୁ ଆବୃତ କରିବେ, ତାହାଙ୍କ ବାହୁ ଦ୍ୱାରା ସେ ସେମାନଙ୍କୁ ଘୋଡ଼ାଇ ପକାଇବେ। ସାଞ୍ଜୁସ ରୂପେ ପ୍ରଭୁ ଉତ୍ସାହ ପରିଧାନ କରିବେ ଓ ତାହାଙ୍କ ଶତ୍ରୁମାନଙ୍କୁ ତଡ଼ି ଦେବା ପାଇଁ ସେ ନିଜ ସୃଷ୍ଟ ମସ୍ତକ ସମସ୍ତ ପ୍ରାଣୀକୁ ଶସ୍ତ୍ର ଧାରଣ କରାଇବେ। ନ୍ୟାୟପରାୟଣତାକୁ ଉରଣାସ୍ତ୍ର ସଦୃଶ ଓ ନିରପେକ୍ଷ ନ୍ୟାୟପରାୟଣତାକୁ ଶିରଣାସ୍ତ୍ର ସଦୃଶ ସେ ପରିଧାନ କରିବେ। ପବିତ୍ରତାକୁ ଏକ ଅଜେୟ ଢାଲ ସଦୃଶ ଧାରଣ କରିବେ। କଠୋର କ୍ରୋଧକୁ ଖଡ୍ଗ ସଦୃଶ ସେ ତୀକ୍ଷଣ କରିବେ।
ପୁଣି ବାତୁଳ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସମସ୍ତ ସୃଷ୍ଟି ତାଙ୍କର ସହ ସମ୍ମିଳିତ ହେବ। ଯଥାର୍ଥ ଲକ୍ଷ୍ୟ ସହ ବିଦ୍ୟୁତ ଝଲକ ପ୍ରବାହିତ ହେବ। ପୁଣି ଉତ୍ତମ ରୂପେ ଟଣା ହୋଇଥିବା ଧନୁରେ ଯେପରି ସଂଗଠିତ ହୁଏ, ସେହିପରି ତାହା ମେଘମାଳାରୁ ଲକ୍ଷ୍ୟ ବସ୍ତୁ ଆଡ଼କୁ ଧାବିତ ହେବ। ପଥର ଯେପରି ଛାଟେଣିରୁ ନିକ୍ଷେପିତ ହୁଏ, ସେହିପରି କ୍ରୋଧର କରକା ବର୍ଷିତ ହେବ। ସମୁଦ୍ର ଜଳ ସେମାନଙ୍କ ବିରୁଦ୍ଧରେ ଗର୍ଜି ଉଠିବ ଓ ନଦୀ ସକଳ ନିର୍ଦ୍ଦୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ଦେବ। ଏକ ଶକ୍ତିଶାଳୀ ବାୟୁ ସେମାନଙ୍କ ବିରୁଦ୍ଧରେ ଉଠିବ ଓ ଝଡ଼ ସଦୃଶ ତାହା ସେମାନଙ୍କୁ ଉଡ଼ାଇ ନେବ। ସମଗ୍ର ପୃଥିବୀକୁ ଅଧାର୍ମିକତା ଶୂନ୍ୟରେ ପରିଣତ କରିବ ଓ ରାଜାମାନଙ୍କ ସିଂହାସନ ସବୁକୁ ଦୁଷ୍କର୍ମ ଓଲଟାଇ ପକାଇବ।